ଗାନ୍ଧୀ ମୂର୍ତ୍ତି ଆଜି କବର ତଳେ, ନାହିଁ ରକ୍ଷଣାବେକ୍ଷଣ, ପାଲଟିଛି ଗାଈ କୁକୁର ଏବଂ ଛେଳିଙ୍କର ଆଡ୍ଡାସ୍ଥଳୀ। ଜାତିର ପିତା ମହାତ୍ମା ଗାନ୍ଧୀ, ଯିଏ ଅହିଂସା ବଳରେ ଦେଶକୁ ସ୍ୱାଧୀନ କରି ଆଜି ବି ପ୍ରତିଟି ଭାରତୀୟଙ୍କ ହୃଦୟରେ ବସା ବାନ୍ଧି ରହିଛନ୍ତି। ମରି ବି ସେ ଆଜି ଅମର ହୋଇଅଛନ୍ତି। କିନ୍ତୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅବହେଳିତ, ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି। କେବଳ ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଏବଂ ଗାନ୍ଧୀ ଜୟନ୍ତୀରେ ପ୍ରତିମୂର୍ତ୍ତିରେ ଫୁଲମାଳ ଗଳାଇ ଫଟୋ ଉଠାଇ ବାହା ନେବା ପରେ ବର୍ଷ ସାରା ଭୁଲି ଯାଉଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ କେହି ବି ଏହି ଗାନ୍ଧୀ ମଣ୍ଡପର ଉନ୍ନତି ପାଇଁ ଚେଷ୍ଟା କରୁନାହାନ୍ତି। ବର୍ଷ ସାରା ଏହି ମଣ୍ଡପରେ ସଭା ସମିତି ଠାରୁ ଆରମ୍ଭ କରି ପଥପ୍ରାନ୍ତ ନାଟକ ହେଉଥିଲେ ମଧ୍ୟ ଅନ୍ୟ ସମୟରେ ସତେ ଯେମିତି ଅଲୋଡ଼ା ହୋଇପଡ଼ିଛି ଏହି ଗାନ୍ଧୀ ମଣ୍ଡପ। ରାସ୍ତାର ଉଚ୍ଚତା ସହିତ ମଣ୍ଡପର ଉଚ୍ଚତା ସମାନ ହୋଇଯିବା ଫଳରେ ଏଠାରେ ଗାଈ ଗୋରୁ ଏବଂ କୁକୁର ଛେଳିଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ମୂର୍ତ୍ତି ଚାରିପଟେ ଖୋଲା ଥିବାରୁ କୁକୁର ଛେଳି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ବସୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସବୁଠାରୁ ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ଗାନ୍ଧୀ ମଣ୍ଡପର ଉନ୍ନତିକରଣ ନିମନ୍ତେ 6,50,000 ଟଙ୍କାର ଅନୁଦାନ ଆସିଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏହି ଅନୁଦାନ ପଡ଼ି ରହିଛି। ଅର୍ଥ ଅଭାବରୁ ଅନେକ ସ୍ଥାନରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନଥିବା ବେଳେ ଏଠାରେ ଅର୍ଥ ଥାଇ ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ତେବେ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।